गुरुस्वामी सप्तर्षि तत्वश्रावरी क्षितिज्योति शांति महायज्ञ जाजपुर ठारे विश्व भातृत्व दिव्यात्मा परिषद स्वर्णक्षेत्र महांगा आनुकूल्य अनुष्ठित होउछि। वर्तमान यही महायज्ञर प्रवचन कार्यक्रम आरंभ होबाक जाउछि। आसंतु देखिबा प्रवचन कार्यक्रम गुरुस्वामी। वंदे देवगुरु सुकांतितनय वंदे जगनंदनम वंदे ज्ञानहरसुशवनमुकुं वंदे जगत्कारणं वंदे गैरिकदुकुलं परिहितं वंदे जगत्पालकं वंदे भक्तगणाश्रयं च वरदं वंदे परमात्मनं नमामि जदुनन्दनं नमामि सुकान्तिसुतं नमामि भक्तवत्सलं प्रभुपादं नमाम्यहं नमामि वरदहस्तं नमामि अभयपदं नमामि केशवचन्द्रं स्वर्णक्षेत्राधिसंचतं नमामि रससागरं नमामि त्वं प्राणेश्वरं नमामि भक्तिमाधवं शान्तकारं नमाम्यहं नमामि परमेश्वरं नमामि परमगुरुं नमामि तमोदेवं देवगणाधीशं च मे देवगणाधीशं च मे। सर्वप्रथमे से अव्यक्त मंगलाधिपति पूर्ण परम ब्रह्म परमेश्वर से अभयद शरणद सृष्टि प्रलय अंत करु तापुणी गर्भर संभाळु अनंत कोटि विश्व ब्रह्मांडर हत्याकर्ता विश्व नियंता से विश्व प्राण विश्व बंधु विश्व नायक विश्व पिता विश्वपति प्रभुपाद श्री 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 गुरुस्वामी अभय शंकर विरंती वांछित पद जुगल ए मूर्ख अधमर मानसिक भाव में साष्टांग प्रणिपात निवेदन तत्परे परे विश्व भातृत्व दिव्यात्मा परिषद अच्युत गुप्त ब्रह्म संघ स्वर्णक्षेत्र महांगा कटकंकर आनुकूल्य ब्राह्मणी केन्द्र अधीनस्थ ए पवित्र जो पीठ एठी भगवान दिव्य माधुर्यमय अमृतमय से पवित्रमय लीला आज जो 3 दिन हुई चाली रही अनवरत भाव आज ए मंचासीन परिचालक सम्मानीय आमर पृष्टि भाई तत्पर परे विश्व भातृत्व दिव्यात्मा परिषद समस्त निर्वाही कर्मकर्ता वृंद
ଅଚ୍ୟୁତ ବୃତ୍ତବ୍ରହ୍ମ ସଂଘର ସମସ୍ତ ନିର୍ବାହୀ କର୍ମକର୍ତ୍ତା ବୃନ୍ଦ, ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ସମସ୍ତ ଜିଲ୍ଲାସ୍ତରୀୟ କର୍ମକର୍ତ୍ତା, କେନ୍ଦ୍ରସ୍ତରୀୟ କର୍ମକର୍ତ୍ତା ଏବଂ ଶାଖାସ୍ତରୀୟ କର୍ମକର୍ତ୍ତାଙ୍କ ସମେତ ସମସ୍ତ ଗୁରୁଭ୍ରାତା ଗୁରୁଭଗିନୀ, ଉପସ୍ଥିତ ସମସ୍ତ ସଦାତ୍ମା ଦିବ୍ୟାତ୍ମା ଚିଦାତ୍ମା ବ୍ରହ୍ମ ଜିଜ୍ଞାସୁ, ସମସ୍ତ ସତ୍ସଙ୍ଗ ପ୍ରେମୀ ଆତ୍ମାରାମ, ଉପସ୍ଥିତ ସମସ୍ତ ଗୁରୁ ଗୁରୁଜନ, ଏଠାରେ ଉପସ୍ଥିତ ସମସ୍ତ ସମ୍ମାନୀୟ ନେତୃବୃନ୍ଦ, ପରିଶେଷରେ ଭଗବାନଙ୍କର ଅମୃତମୟ ସୃଷ୍ଟିର କୀଟଠାରୁ ବ୍ରହ୍ମ ପର୍ଯ୍ୟନ୍ତ ସମସ୍ତଙ୍କୁ ମୋର ଗୁରୁ ଜ୍ଞାନରେ ସପ୍ରେମ ସଶ୍ରଦ୍ଧ ଗୁରୁ ସ୍ୱାମୀ ପ୍ରଣାମ। बोलिए नंदे कुमार हरि हरि बोल। ଭାଇ ଓ ଭଉଣୀମାନେ, ହରି ଅନନ୍ତ ହରି କଥା ଅନନ୍ତ। ଭଗବାନ ହେଉଛନ୍ତି ଅନନ୍ତ, ଅସୀମ, ନିର୍ଗୁଣ, ନିରାମୟ, ନିର୍ଲିପ୍ତ, ନିରଞ୍ଜନ, ଅଖଣ୍ଡ, ଅଚିନ୍ତ୍ୟ, ଅକଳ୍ପନୀୟ। ଆଜି ଯୋଉ ଏ ମହାମନ୍ତ୍ରରେ ମନ୍ତ୍ରାସୀନ ହୋଇଛନ୍ତି ରାଜାଧିରାଜେଶ୍ୱର, ଯିଏ କୋଟି କବଲ୍ୟ ଦାତା, ଭଗବାନଙ୍କର ଭଗବାନ ହରି ରାମ କୃଷ୍ଣଙ୍କର ସେବ୍ୟ, ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କର ପୂଜ୍ୟ, ପ୍ରଭୁପାଦ ଶ୍ରୀ 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 ଗୁରୁସ୍ୱାମୀଙ୍କର ସେ ଅଖଣ୍ଡ କରୁଣା କଲ୍ୟାଣ ଆଶୀର୍ବାଦକୁ ଭିକ୍ଷା କରି ସପ୍ତର୍ଷି ସ୍ୱରଶ୍ରାବରୀ ଏ ଯୋଉ ଶାନ୍ତି ମହାଯଜ୍ଞ, ଆଜି ଅନେକ ଭକ୍ତ, ଶହ ଶହ ଭକ୍ତ, ହଜାର ହଜାର ଭକ୍ତଙ୍କର ସମାବେଶ। ସେଥିମଧ୍ୟରେ ପୁଣି ଆପଣମାନେ ଆମର ବାମ ପାର୍ଶ୍ୱରେ ଦେଖିପାରୁଥିବେ ଯେଉଁ ଦୃଶ୍ୟକୁ ଦର୍ଶନ କରିବା ପାଇଁ ସ୍ୱର୍ଗର ସମସ୍ତ ଦେବତା, ସମସ୍ତ ସୂକ୍ଷ୍ମ ଶରୀର ଏଠାରେ ଲାଳାୟିତ ଅଛନ୍ତି। ଏଠାରେ ଉପସ୍ଥିତ ରହି ସେଇ ଦୃଶ୍ୟକୁ ସେମାନେ ମନଭରି ଉପଭୋଗ କରୁଛନ୍ତି, ଦର୍ଶନ କରୁଛନ୍ତି। ମଣିମା ମଣିମା ଆଜ୍ଞା ହଉ ବୋଲି ପ୍ରାର୍ଥନା କରୁଛନ୍ତି। କାନ ଧରିକିରି ଏକ ଗୋଡ଼ି ହେଇକିରି ସେଇଠି କେତେ ସୁନ୍ଦର ଭାବରେ ଯେ ସୃଷ୍ଟିର ମାଲିକ, ଯେଉଁ ପାଦରୁ ସମଗ୍ର ସୃଷ୍ଟି, ସମଗ୍ର ବ୍ରହ୍ମାଣ୍ଡ, କୋଟି କୋଟି ଅନନ୍ତ କୋଟି ବ୍ରହ୍ମାଣ୍ଡ ସୃଷ୍ଟି ହେଇ ଏ ଧରା ପୃଷ୍ଠରେ ଦୃଶ୍ୟମାନ ଅଦୃଶ୍ୟମାନ ଭାବରେ ତାଙ୍କର ସମସ୍ତ ବସ୍ତୁ ଦ୍ରବ୍ୟ ଇତ୍ୟାଦି ରହିଛନ୍ତି। ସେଇ ଶ୍ରୀପାଦ, ସେଇ ପାଦୁକା ସେଇଠି ଆପଣମାନେ ଦେଖିପାରୁଥିବେ। ସେ କିଭଳି ଭାବରେ ସେ ଦୃଶ୍ୟ ଲୋମଟାଙ୍କୁରା ଦୃଶ୍ୟ, ଯିଏ ଯାଇ ଥରେ ମାତ୍ର ଦର୍ଶନ କରିବା, ତାଙ୍କୁ ଦର୍ଶନ ମାତ୍ରକେ ଚକ୍ଷୁରୁ ଅଶ୍ରୁ ନିର୍ଗତ ହେଇଯିବ, ଆନନ୍ଦାଶ୍ରୁ, ଭକ୍ତିର ଅଶ୍ରୁ, ପ୍ରେମର ଅଶ୍ରୁ, ପ୍ରେମର ମନ୍ଦାକିନୀରେ ପ୍ଲାବିତ ହେଇଯାଉଛି ଏ ସମଗ୍ର ଅଞ୍ଚଳ। ହେ ସଜ୍ଜନ ମଣ୍ଡଳୀ, ସମସ୍ତ ଭାଇ ଭଉଣୀ ମାନଙ୍କୁ ନିବେଦନ କରିବି ଯେ ସମସ୍ତେ ପ୍ରତିଦିନ ଅନ୍ତତଃ ସକାଳେ ସନ୍ଧ୍ୟାରେ ଏ ଯେଉଁ ଦୃଶ୍ୟକୁ ନିଜେ ପାଖରୁ ଯାଇ ଟିକେ ଅବଲୋକନ କରିବା କଥା, ପାଖରୁ ଯାଇକି ଦେଖିବା କଥା, ଦର୍ଶନ କରିବା କଥା। କିଭଳି ଭାବରେ ଏଠି ତ ଯେଉଁ ସୃଷ୍ଟି ଆଜି ଦୃଶ୍ୟମାନ ଜଗତରେ ଆମେ ଦେଖୁଛନ୍ତି, ସିଏ ହେଉଛି ପ୍ରଭୁଙ୍କର ପାଦରୁ ସୃଷ୍ଟି। ଯେତେ ବି ଯାହା ଆସିଛନ୍ତି, ଯେତେ ଦେବାଦେବୀ, ଯେତେ ଅବତାର ଅବତାରୀ, ସମସ୍ତେ ସେଇ ଶ୍ରୀପାଦରୁ ସୃଷ୍ଟି, ଗୁରୁପାଦରୁ ସୃଷ୍ଟି। ଏ ସଜ୍ଜନ ମଣ୍ଡଳୀ, ଏ ପାଦ ସୃଷ୍ଟିରେ କେବଳ ଗୁରୁଙ୍କର, ଏ ସୃଷ୍ଟି ହେଉଛି ପାଦମୟ। ଗୁରୁଙ୍କ ବ୍ୟତୀତ ପାଦ ଦର୍ଶନ କରାଇବାର କ୍ଷମତା ସୃଷ୍ଟିରେ କାହାରି ନାହିଁ। ହେ ସଜ୍ଜନ ମଣ୍ଡଳୀ, ଆପଣ ମାନେ କହିବେ ପ୍ରମୋଦ ଭାଇ ଏ କି କଥା କହୁଛନ୍ତି ଆପଣ? କହିଲେ ସତ୍ୟ ଯୁଗରେ ପାଦ କେତେ ଜଣ ପାଇଥିଲେ? ପାଦ ଦର୍ଶନ କେତେ ଜଣ ପାଇଥିଲେ? ପାଦୁକାକୁ କେତେ ଜଣ ଉପଲବ୍ଧି କରିଥିଲେ? କୁହନ୍ତୁ। ଜଣେ। କିଏ? ପରମ ସୌଭାଗ୍ୟବନ୍ତ ଦୈତ୍ୟ ରାଜ ବଳି, ନୁହେଁ? ସିଏ ପାଦ ଦର୍ଶନ କରିବାର ସୁଯୋଗ ପାଇଥିଲେ। ଏବଂ ତ୍ରେତୟା ଯୁଗରେ ସତ୍ୟ ତ୍ରେତୟା, ତ୍ରେତୟାରେ କେତେ ଜଣ? 3 ଜଣ। କିଏ କିଏ?
କିଏ କିଏ 3 ଜଣ ପାଇଲେ? ତ୍ରେତୟା ଯୁଗରେ ସବୁଠୁ ପରମ ସୌଭାଗ୍ୟବନ୍ତ ସିଏ ହେଇଥିଲେ କିଏ? ଭକ୍ତ ଶିରୋମଣି ଭରତ, ଭାବରେ ରତ ଭରତ। ତାପରେ ମା ଅହଲ୍ୟା, ପାଷାଣୀ ଅହଲ୍ୟା, ପାଦ ସ୍ପର୍ଶରେ, ପାଦ ଦର୍ଶନରେ, ପାଦ ସ୍ପର୍ଶରେ ସିଏ ମୁକ୍ତି ପାଇଗଲେ। ଆଉ କିଏ? ଆଜି ଯୋଉ ଭାଇ ଗାଉଥିଲେ ଗୀତରେ, ବିଜ୍ଞାନୀ କୈବର୍ତ୍ତ ଧଇଲା, ଭକ୍ତ ଶିରୋମଣି କୈବର୍ତ୍ତକ ଋଷି, ସତ୍ୟ ଯୁଗର କୈବର୍ତ୍ତକ ଋଷି, ସିଏ କୈବର୍ତ୍ତ ହେଇକିରି ତ୍ରେତୟା ଯୁଗରେ ଭଗବାନଙ୍କର ପରମ ପାବନ ସେଇ ପବିତ୍ର ପାଦକୁ ସିଏ ଧୌତ କରିଦେଲା, ଯାହା ବ୍ରହ୍ମା ଶଙ୍କରକୁ ଦୁର୍ଲଭ। ସତ୍ୟ ତ୍ରେତୟା ଗଲା ଏବଂ ଦ୍ୱାପରରେ କେତେ ଜଣ ପାଇଲେ? ଦ୍ୱାପରରେ ପାଇଲେ 2। କିଏ କିଏ ଦର୍ଶନ କଲେ? ଭକ୍ତ ଶିରୋମଣି ବ୍ରହ୍ମଜ୍ଞାନରେ ଜ୍ଞାନୀ କିଏ? ଉଦ୍ଧବ। ଏବଂ ଆଉ କିଏ ଦର୍ଶନ କଲେ? ଭଗବାନଙ୍କର ଅତି ପ୍ରିୟ ସଖା ବାନ୍ଧବ ଅର୍ଜୁନ, ସିଏ ମଧ୍ୟ ଶ୍ରୀପାଦକୁ ଦର୍ଶନ କରିଥିଲେ। ତେଣୁ ହେ ସଜ୍ଜନ ମଣ୍ଡଳୀ, ସେତେବେଳେ ସେ କାହାର ପାଦ ଦର୍ଶନ କରିଥିଲେ? ସତ୍ୟ ଯୁଗରେ ବଳି କିଏ ଚାପିଥିଲେ ବଳିକି ପାତାଳକୁ? ବାମନ, ଭଗବାନ ବାମନ ଚାପିଥିଲେ। ତାହେଲେ ପାଦ କାହାର ଥିଲା? ଭଗବାନ ବାମନଙ୍କର, ହଁ କି ନାହିଁ? ଭଗବାନ ବାମନଙ୍କର ପାଦ ବଳିକି ଚାପିଲା, ହଁ କି ନାହିଁ? ହଁ କି ନାହିଁ ଭାଇ ମାନେ ଦେଖି ଜୋରରେ କହିଲେ? ହେ ସଜ୍ଜନ ମଣ୍ଡଳୀ, ଗୋଟେ କଥା କାନ ଖୋଲିକିରି ଟିପି ଟିପିକିରି ରଖନ୍ତୁ। ଭଗବାନ ବାମନଙ୍କର ସେ ପାଦ ଦର୍ଶନ କରେଇବାର କ୍ଷମତା ନଥିଲା। ହରି ହରି ବୋଲ। ସେ ପାଦ ତାଙ୍କର ନୁହେଁ, ସେ ସ୍ମରଣ କରିଥିଲେ ଗୁରୁପାଦଙ୍କୁ। ସେଇଥିପାଇଁ ନାଭି କମଳରୁ ତୃତୀୟ ପାଦ ବଢେଇ ଦେଇଥିଲେ ଭଗବାନ ଗୁରୁପାଦ। ଏବଂ ସେଇ ଗୁରୁପାଦ ହିଁ ଉଦ୍ଧାର କରିପାରେ। ଶୁଣନ୍ତୁ ଗୋଟେ କଥା, ଯିଏ ଯେତେ ସୃଷ୍ଟିରେ ଯେତେ ଦେବାଦେବୀ, ଯେତେ ଆପଣ ଯାହାକୁ ପୂଜନ୍ତୁ, ଯାହାକୁ ଦର୍ଶନ କରିବା ପାଇଁ ତପସ୍ୟା କରନ୍ତୁ, ଯୋଗ ସାଧନ କରନ୍ତୁ, ଦେବାଦେବୀ ମାନଙ୍କର ଦର୍ଶନ ଦେବାର କ୍ଷମତା ବି ନଥାଏ। ଥାଏ କାହାର? ଗୁରୁଙ୍କର। ଯାହାକୁ ଗୁରୁ କହିଲେ ଆପଣ କାହାକୁ ବୁଝିବେ? ଆପଣ କହିଲେ କ୍ଲିୟର କିରି କହୁନ କଥାଟା, ଗୁରୁଙ୍କର କହୁଛ, ଗୁରୁ ତ କୋଟି କୋଟି ଗୁରୁ ଆମେ ଦେଖେଇ ଦେବୁ ତମକୁ। ସଦ ଗୁରୁ, ଖଣ୍ଡ ଗୁରୁ, ଚୁମ୍ପ ଗୁରୁ, କେତେ ପ୍ରକାରିଆ ଗୁରୁ ଦେଖେଇ ଦେବୁ। ହେ ସଜ୍ଜନ ମଣ୍ଡଳୀ, ଗୁରୁ ପଦବାଚ୍ୟ କିଏ? ଗୁରୁ ପଦବାଚ୍ୟ ସଂସାରରେ କେତେ ଜଣ? ଲେଖିଦେଲେ କିଏ? ନା ଜଗତ ଗୁରୁ ଅଭିରାମ ପରମହଂସ ଲେଖିଦେଲେ ପଦିୟ କଥା। କଇ ଗୁରୁ ନାରାୟଣ ଆଉ ଦୁଇ ନ ଥାଇ, ଭାଇରେ ଭାଇରେ କି ପାଇ କଳି ଲାଗିଅଛଇ। রে কি পায়ে বলে লাগে অছয়ে, ভাই রে কি পায়ে বলে লাগে অছয়ে। বলে তরনাথ গুরু স্বামী কি। হে সজ্জন মন্ডলী, ସେ କଣ କହିଲେ? କହିଲେ একই ଗୁରୁ ନାରାୟଣ। ଗୁରୁ ପଦବାଚ୍ୟ ହେଉଛନ୍ତି କେବଳ ଜଣେ ନାରାୟଣ। କହିଲେ ଗୁରୁ ବଲିଣ ନମସ୍କାର ଯଦି ଶିଷ୍ୟ କରଇ, ଅଷ୍ଟାଦଶ ଚିହ୍ନ ଜାପାତେ ସେ ସିନା ନେଉଥାଇ। ତେବେ ସଜ୍ଜନ ମଣ୍ଡଳୀ, ତେବେ ଜାଣି ରଖନ୍ତୁ, ସେଇ ଗୁରୁପାଦ ଆସିଥିଲେ ବାମନକୁ ଚାପି ଦେବା, ବାମନ ଅବତାରକୁ ପ୍ରାପ୍ତ ହେଇଥିଲା ଚାପି ଦେବା ପାଇଁ ବଳିକୁ। ଆପଣ ମାନେ ସମସ୍ତେ ସେଇ ଶବ୍ଦଟା ପ୍ରୟୋଗ ହୁଏ, ବଳିକି ଚାପି ଦେଲେ ଭଗବାନ। କଣ ପାଇଁ? ନା ଅତି ଦାନେ
ବଳିବଧ ବଳି ବେଶୀ ଦାନ କରିକି ମରିଲା କି ନାହିଁ? ହଁ କି ନାହିଁ ଭାଇ? ହଁ କି ନାହିଁ ଅପା ମାନେ? ହଁ କି ନାହିଁ? ବଳି ଅତି ଦାନ ହେଇକି ଦାନ କରିକିରି ଦାନି ଦେଖେଇ ହେଇକିରି ମରିଲା କି ନାହିଁ? ମରିଲା ବଳି। ଭାଇ ସ୍ରଷ୍ଟାଙ୍କର ପାଦ ଯାହା ଉପରେ ପଡିଲା ସିଏ ମରିଲା ନା ତରିଗଲା? ବଳି ଆନନ୍ଦ ସମସ୍ତେ ଆମେ କହୁ ବଳି ଅତି ଦାନ କରିକିରି ମରିଗଲା। ଭାଇ ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟ ମନା କରିଲେ, କହିଲେ ତୁମେ ୟାଙ୍କ ପାଲରେ ପଡ ନା, ଇଏ କପଟି ହେଇକିରି ଆସିଛନ୍ତି ନାରାୟଣ ତମର ଦ୍ୱାରସ୍ଥ। କହିଲେ ଗୁରୁଦେବ ଆଜି ପର୍ଯ୍ୟନ୍ତ ମୁଁ ଆପଣଙ୍କ କଥାକୁ କାଟି ନାହିଁ, କିନ୍ତୁ ଆଜି ମୁଁ ଆପଣ ଯାହା କହିଲେ ମୁଁ କାଟିଦେବି, ମାନିବି ନାହିଁ। କହିଲେ କଣ ପାଇଁ? କହିଲେ ଯଦି ସ୍ୱୟଂ ସୃଷ୍ଟିର ସ୍ରଷ୍ଟା ଭଗବାନ ଯଦି ମୋରି ଦ୍ୱାରସ୍ଥ ହେଇଛନ୍ତି ଭିକ୍ଷା କରିବା ପାଇଁ, କହିଲେ ଆଉ ଏଭଳି ସୁଯୋଗ ମୁଁ ୟାଠାରୁ ବଳିକିରି ମୋ ପାଇଁ କଣ ଅଛି? କହିଲେ ଗୁରୁଦେବ ଆପଣଙ୍କର ଆଜ୍ଞା ମୁଁ ଆଜି ମାନି ପାରୁନାହିଁ, ମତେ କ୍ଷମା କରିବେ। ତେଣୁ ହେ ସଜ୍ଜନ ମଣ୍ଡଳୀ, ବଳି ମରିଗଲା ନା ତରିଗଲା? ପାପିକି ଦୟା କରିଦିଏ ପାଦ ଭାଇ ମୋର କହିକିରି ଗଲେ, ପାପିକି ଦୟା କରିଦିଏ, ପାପକୁ ଦହନ କରିଦିଏ ଯେ ସିଏ ହଉଛି ପାଦ। ତେଣୁ ବଳିକୁ ପ୍ରଭୁ ଦୟା କରିଦେଲେ, ପାପର ତାର ସମସ୍ତ ପାପକୁ ଦହନ କରିଦେଲେ, ପୋଡ଼ିଦେଲେ। ଯୁଗ ଯୁଗ ଧରି ପୁରାଣ ପୃଷ୍ଠାର ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଦେଲେ ତାଙ୍କୁ ଠାକୁରେ। ହଁ କି ନାହିଁ? ସେଇଆ। ତେଣୁ ହେ ସଜ୍ଜନ ମଣ୍ଡଳୀ, ଆପଣମାନେ ଶୁଣିଥିବେ ଯେ ପ୍ରଭୁଙ୍କର ଦର୍ଶନ ଡାଇରୀ ବିଷୟରେ ଶୁଣିଥିବେ। ପ୍ରଭୁପାଦ ଶ୍ରୀ ଶ୍ରୀ ଗୁରୁସ୍ୱାମୀଙ୍କର ଅନେକ ଦର୍ଶନ ଡାଇରୀ ଅଛି। ଆପଣ ମାନେ ଶୁଣିଛନ୍ତି ନା ନାହିଁ? କେହି କେହି ଦେଖିବି ଥିବେ, ଦେଖିଥିବେ। ସେ ଦର୍ଶନ ଡାଇରୀରେ ଦେଖିବେ ଯେ ସେଠି ଉଲ୍ଲେଖ ଅଛି ପ୍ରଭୁ କାହାକୁ କେତେବେଳେ କେଉଁ ସମୟରେ କେଉଁ ରୂପରେ କେଉଁ ସ୍ଥାନରେ କେଉଁ ଭାବରେ ଦର୍ଶନ ଦେଲେ। ଆଚ୍ଛା, ପ୍ରଭୁ ଦେଇଥିବେ କାହାକୁ ଦର୍ଶନ ହନୁମାନ ରୂପ। ଆଚ୍ଛା, ହନୁମାନ ଜଗତରେ ନାହାନ୍ତି କି? ଅଛନ୍ତି ନା ନାହିଁ? ଅଛନ୍ତି। ପ୍ରଭୁ କଣ ପାଇଁ ହନୁମାନ ରୂପରେ ଯିବେ? କଣ ପାଇଁ ଯିବେ? ସେ ଜଣେ ମାତୃ ସାଧକ, ମା ଦୁର୍ଗାଙ୍କୁ ସାଧନ କଲା, ସାଧନ କଲା। ତାର ସାଧନାରେ ସିଦ୍ଧି ଲାଭ ହେଲେ ସେ ମା ଦୁର୍ଗାଙ୍କୁ ଦର୍ଶନ କରିବ। ମା ଦୁର୍ଗା ନାହାନ୍ତି କି? ତେବେ ପ୍ରଭୁ କଣ ପାଇଁ ଦର୍ଶନ ଯାଇକିରି ଦେଖିକିରି ସେଠି ସେ ଅମକ ଋଷି ଏଇ ଜାଗାରେ ସେ ତପସ୍ୟା ସାଧନ କଲା, ପ୍ରଭୁ ତାକୁ ଦୁର୍ଗା ମା ରୂପରେ ଦର୍ଶନ ଦେଲେ। କଣ ପାଇଁ? କଣ ପାଇଁ? ମା ଦୁର୍ଗା କୁଆଡେ ନାହାନ୍ତି ଯେ ଦର୍ଶନ ଦେଲେ? ସେ ତ ଦୁର୍ଗା ମାକୁ ବୋଧୁଥିଲା, ପ୍ରଭୁଙ୍କୁ ଥୋଡ଼ି ବୋଧୁଥିଲା। ତେବେ ପ୍ରଭୁଙ୍କର କଣ ଟେନସନ ପଡିଲା ଯେ ସେ ସେଠିକି ଗଲେ ଦର୍ଶନ ଦେଇ? ଆଉ ଲେଖୁଛନ୍ତି ଦର୍ଶନ ଡାଇରୀ, ଆମେ ଏତିକି ସମୟରେ ୟାକୁ ଏମିତି ଭାବରେ ପୂଜା କଲୁ, ଦର୍ଶନ ଦେଲୁ, ଏଇଆ କଲୁ, ସେଇଆ କଲୁ। କଣ ଆବଶ୍ୟକତା ଅଛି? ହେ ସଜ୍ଜନ ମଣ୍ଡଳୀ, ଏ ସୃଷ୍ଟିରେ ଯେତେ ଦେବାଦେବୀ ଅଛନ୍ତି, 33 କୋଟି ଦେବାଦେବୀ, ଯେତେ ଅବତାର ଅବତାରୀ ତତ୍ତ୍ୱ ଅଛନ୍ତି, କାହାରି କ୍ଷମତା ନାହିଁ ଦର୍ଶନ ଦେବାର କ୍ଷମତା ଏକମାତ୍ର ପ୍ରଭୁପାଦ ଶ୍ରୀ ଶ୍ରୀ ଗୁରୁ ସ୍ୱାମୀ। ଦର୍ଶନ କେହି ଦେଇପାରିବେ ନାହିଁ। ଆମେ ସମସ୍ତେ କହୁ ଠାକୁର ଯେତେବେଳେ ସ୍ଥୂଳରେ ଥିଲେ, ମନେ କରନ୍ତୁ ଆପଣ ଆସୁଛନ୍ତି ସେକଡୁ, ମୁଁ ଏକଡୁ ଯାଉଛି, ମୁଁ ଆପଣଙ୍କୁ କହିବି ଭାଇ ଅପା ଦର୍ଶନ ହେଇଗଲା ନା? ଆପଣ କହିବେ ହଁ ଦର୍ଶନ ଚାଲିଛି ଭାଇ, ଚାଲିଛି, ଯାଆନ୍ତୁ 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 ଶୀଘ୍ର, ନହେଲେ ଦର୍ଶନ ବନ୍ଦ ହେଇଯିବ। ଆମେ ସମସ୍ତେ ଏତେ ପୁରା ଇଏ ବାଲାରେ ଯାଇକି ଦର୍ଶନ କରିଦେଇକି ପଳେଇ ଆସିବ, ଆଉ ସବୁ ଦର୍ଶନ ହେଇଗଲା। ଏ ସଜ୍ଜନ ମଣ୍ଡଳୀ, ଯଦି ରଥେତୁ ବାମନ ଦୃଷ୍ଟା ପୁନର୍ଜନ୍ମ ନ ବିଦ୍ୟତେ, ଯଦି ତାଙ୍କୁ ଯଦି ଜଗତର ନାଥ ଜଗନ୍ନାଥକୁ ରଥରେ ଦର୍ଶନ କଲେ ପୁନର୍ଜନ୍ମ ହବ ନାହିଁ, ତେବେ ଆଉ ଯିଏ ସୃଷ୍ଟିର ମାଲିକ, ଯିଏ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡର ହର୍ତ୍ତା କର୍ତ୍ତା ବିଶ୍ୱ ନିୟନ୍ତା, ତାଙ୍କୁ ତ ଦର୍ଶନ କରିଦେଲା ପରେ ତୁମର ଆଉ ଆମର କଣ ଅଛି? କଣ ଆଉ ବାକି ରହିଲା କିସ? କଣ ବାକି ରହିଗଲା? କଣ ବଚିଗଲା? ଏତେ ସବୁ ଏଇଟା ବସିଛ, ସବୁ ଦର୍ଶନ ମାରି ଦେଇକି ପଳେଇ ଆସିବ। ଏ ସଜ୍ଜନ ମଣ୍ଡଳୀ,
ଗୋଟିଏ କଥା କାନ ଖୋଲିକି ମନେ ରଖନ୍ତୁ, ଭଗବାନଙ୍କର ଦର୍ଶନ ମାତ୍ରେ ଫଳ ଅନିର୍ବାର୍ଯ୍ୟ। ହରି ହରି ବୋଲ। ତୁମେ ଚାହ ବା ନ ଚାହ ଫଳ ଅନିର୍ବାର୍ଯ୍ୟ। ତେବେ ଭାଇ ଓ ଭଉଣୀ ମାନେ ମନେ ରଖନ୍ତୁ, ଦର୍ଶନ ମାତ୍ରେ ଫଳ। ତେବେ ସୃଷ୍ଟିରେ ଫଳଦାତା କେବଳ 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 ଜଣେ ମାତ୍ର ଫଳଦାତା ସିଏ ହେଉଛନ୍ତି ଗୁରୁ ସ୍ୱାମୀ ଶ୍ରୀ ଶ୍ରୀ ଚରମନାଥ। ବୋଲ ଆନନ୍ଦ କୁମାର। ତେବେ ହେ ସଜ୍ଜନ ମଣ୍ଡଳୀ, ଦର୍ଶନ ଦେବାର କ୍ଷମତା ଏ ସୃଷ୍ଟିରେ ଜଣଙ୍କର। ଆପଣ କହିବେ ଖାଲି ଭୋଲ୍ଟେଜ ବଢେଇ ବଢେଇ ବହୁତ ମାନେ କିଭଳିଆ କଥାବାର୍ତ୍ତା କରୁଛି, ଦି ଚାପଡ଼ ଖାଲି ମାରିଦେଲେ ହୁଅନ୍ତା, ଓହ୍ଲେଇ ସାରୁ ଷ୍ଟେଜରୁ। ହଁ କି ନାହିଁ? ଆପଣ ଗୁରୁ ଭାଇ ମାନେ ନୁହେଁ, ଯୋଉମାନେ ଆଉ ଅଲଗା ହେଇଥିଲେ, କହିବେ ଖାଲି ପାୱାର ବଢେଇକି କଥା କହୁଛି। ନୁହେଁ, ଦର୍ଶନ ଦେବାର କ୍ଷମତା କାହାରି ନୁହେଁ, ଫଳ ଦେବାର କ୍ଷମତା କାହାରି ନୁହେଁ। हे सज्जन मंडली, दर्शन मात्रे फल आसे। आ फल देवार क्षमता केवल जणिए स्रष्टांकर पितांकर आ काहरी नाही। सेइति पई तो एबे बुझी जानतु दर्शन डायरी रो रहस्य। मु तो हनुमान को साधना करथि, प्रभु को किया हनुमान बनी गिरी दिबा को पड़िला दर्शन देई। कारण प्रभु जानते तार साधनार सिद्धि जेते प्रदान करवा सिद्धिदाता जड़े किए ये जो बस मालिक, सिद्धि प्रदान कर क्षमता कहारी ना। दर्शन देला माने सिद्धि प्रदान हो। साधना जने साधक साधना करी करी जाए, जम नियम आसन प्राणायाम प्रत्याहार ध्यान धारणा समाधि करी करी चलिला। महासमाधि, निर्विकल्प समाधि, सविकल्प समाधि, महा माने सबीज समाधि सब करी करी गला। किंतु सिद्धि जेते बेले पाइबो, से सिद्धि भी प्रदान करिवार मालिक होउजंती किए? बड़ पाटे कुह चरमनाथ गुरु स्वामी। तेबे सेइति पई मालिकंकु मोर हनु बनिबाकु पड़ुची, दुर्गा माँ बनिबाकु पड़ुची, काली माँ बनिबाकु पड़ुची, जेते जेते देवा देवी सब बनिबा पाई ताकू पड़ु। तेणु हे सज्जन मंडली, सेइति पई सत्य जुगरे जेते बेले भक्त शिरोमणि बळी कि जेते बेले पाताल को चापी गिरी दया कले, सेते बेले गुरु पाद को स्मरण करथिले किए ना बामन अवतार। बुझिला? तबे सत्य पर जेते त्रेतय आसिला, सेते बेले पाषाणी अहल्या को किए तार उद्धार करथिले? किए उद्धार करथिले भाई? मां पाषाणी अहल्या को किए उद्धार करथिले? प्रभु श्री राम। हे सज्जन मंडली, एक कथा कान खोलिकी भी जानी रखंतु, भगवान श्री रामंकर भी से दर्शन दे तांको स्पर्श करिकिरी माने तांको मुक्ति करि देवार सेई जिनिस सीए भी गुरुपादंक ठार से पाद को स्मरण करिकिरी करी थिले। हरि हरि बोल। हे सज्जन मंडली, तेबे द्वापर जुगरे जते बेले उद्धव प्राप्त होइतिले श्रीपादुका, सेते बेले भी भगवान श्री कृष्ण निजे जे पूर्ण ब्रह्म नारायण अनंत कोटि विश्व ब्रह्मांड को जे निमिषक मात्र उदरस्थ करी गर्भस्थ करी पुणी नूतन सृष्टि गढ़ी पारिबार क्षमता भगवान किए ना रास रासेश्वर भगवान श्री कृष्णंकर से क्षमता थिला। प्रभुपाद मोर कहते अनिर्बाण दीप शिखारे भगवान श्री कृष्ण को कहा जाए पूर्ण ब्रह्म नारायण। कौन कहा जाए? पूर्ण ब्रह्म नारायण। सीए थिले पूर्ण ब्रह्म। आपण माने ठाकुर को कहते पूर्ण ब्रह्म बोली कहती। ठाकुर पूर्ण ब्रह्म? ठाकुर कौ ब्रह्म? ठाकुर कौ ब्रह्म किए कहि पारिबो? पूर्ण ब्रह्म नारायण होती भगवान श्री कृष्ण, जे कि विश्व रूप अनंत कोटि सृष्टि की सृष्टि करी पुणी सृष्टि प्रलय अंत करुता पुणी गर्भरे संभाली से करि पारुथिले, नूतन भाव सृष्टि को गढ़ी पारुथिले।
ପୁଣି ସୃଷ୍ଟିକି ବିଲୀନ କରିଦେଇ ପାରୁଥିଲେ, ସେ କ୍ଷମତା ଭଗବାନ ଶ୍ରୀକୃଷ୍ଣଙ୍କର ଥିଲା। ଆଉ ତମ ଠାକୁରଙ୍କର ଦିଅ ଉପମା କଣ ଲଗେଇବ ତା ଗଢେ ଲଗାଅ। ଆଉ କିଏ କେଡେ କେଡେ ଉପମା ଦେବ ଦିଅ, ମୁଁ ବି ଦେଖୁଛି। ଅଛି କିଛି ଅଛି କି ଭାଇ? କୋଉ ଉପମା ଦେବ ତୁମ ଠାକୁରଙ୍କୁ ତୁମେ ଦିଅ? हे सज्जन मंडली सी होती उपमा लेस, कौन सी उपमा तांकु आपण देइकिरी कहि परिबे नाही। जहाँ लगेई देले सब लागी जीवो, पुणी जहाँ न लगेଇବା कथा भी सेटा आपण चेतना रे भी जहाँ नाही ता भी लगेइले लागी जीवो। तेणु हे सज्जन मंडली प्रभु मोर सी सेते बेले तांकर कबल्य पाद जहाकु गुरु पाद कहा जाय, से गुरुपाद पाषाणी अहल्या को तरीथिले गुरुपाद स्पर्श रे। से गुरुपाद स्पर्श रे किए ना उद्धव प्राप्त करथिले पादुका। से गुरुपाद स्पर्श रे माने गुरुपाद बहन करी श्री राम स्मरण करी भरत को देथिले श्री पादुका। हे सज्जन मंडली सेति पई ए सृष्टि आज जेते बेले निजे स्वयं गुरु आज जाकि धरा पृष्ठ रे आसिक पहुंची जाइचंती, नराकार निराकार नराकार हो जाइचंती। से आज सूक्ष्म रु स्थूल हो जाइचंती, आज निजे शून्य रु पूर्ण हो जाइचंती। तेणु ए सृष्टि कौन हो जाइची? ए सृष्टि हो जाइची पादमय बोली आनंद कबा हरि हरि बोल। ओळीटा हरिबोल सरिबार मिनिटे पाखापाखि शुभुतुरा कथा लंबिकिरी मो लागी दियो बोली मु कहूनी, मालिक पाई दियो। जिए न देबो इथरो देखिबो, देखिया हरिबोल मारने तो परीक्षा करू डरे गिरी दिबे। हरि हरि बोल। ठाकुर रहिबे बसिबे ना सिंहासन रे। ठाकुर भी एति प्रेम भक्ति रे टेई पड़िबे तो मो पाखु मने रखिता। मालिकर सही खाद्यटा दरकार ना, भाବରେ बांधी हेकी रहे। तेबे भाई भौणी माने तेबे कोटला कोणैची ना मालिक जतेबेले आज स्थूल रे विद्यमान धरा पृष्ठ रे कटकर से महांगा माटी रे जेउ माटी रो अन्वेषण रे आजी अनंत कोटि विश्व ब्रह्मांडर ब्रह्मा विष्णु महेश्वर खोजुचंती कोठी प्रभु मोर लीला करूचंती एबदावत पाई पारु नाहांती। खोजुचंती से माने पाई पारु नाहांती तार एड्रेस सेई आसिगिरी आपनकर अनति दूर रे कटक जिल्लार महांगा ग्रामर भगार धाम रे सेठी तांकर मानवीय लीला को से परिप्रकाश करी पुणी पूर्ण रु शून्य ही पुणी निराकार रु माने निराकार हेगिरी प्रभु मोर आजी विधि विधान रक्षा करिके आजी चली गले। आ किंतु कले करिले कोन ना मोर सम्मानीय बड़ भाई जहां को ठारो आमे 6 मास क्लास करिचु सम्मानीय आमर अच्युत गुप्त ब्रह्म संघर संपादक भाव जी अच्छा ध्रुवानंद विश्वाल महोदय से अनेक कथा ठाकुरंकर कहिसंती सीधासलख डायरी रे लेखा कथा। तेरे प्रभु गोटे कथा कहिसंती सेठी से कौन कहले कहले निजे गुरु बोली आसी परिचय देली अशेष कोटि पादुका ब्रह्मांडे थोई अशेष कोटि पादुका ब्रह्मांडे थोई अशेष कोटि पादुका ब्रह्मांडे थोई। बोले श्री 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 चरमनाथ गुरु स्वामी की। तेरे सज्जन मंडली से कहले निजे गुरु बोली आसी परिचय देली अशेष कोटि पादुका ब्रह्मांडे स्थापिली। ठाकुरे निजे होउचंती स्वयं गुरु पदवाच्य। सेठी प्रभु जो डायग्राम देइचंती 49-50 चरम रे आपण देखिबे सेठी लेखा हेची आपणकर कोन ना महाशून्य तापर लेखा हेची चरम तापर लेखा हेची गुरु बोली लेखा हेची देखिबा। तबे हे सज्जन मंडली
प्रभु जो डायग्राम देइछन्ति 49 कहबी लास्ट समय कहबी सेटा तेबे निजे गुरु बोली आसी परिचय देली अशेष कोटि पादुका ब्रह्मांडे स्थापित भाई मो जानिबार तो पाखापाखि ठाकुरे किछि नले भी 200-300 खंडे पादुका देइछन्ति समस्त को मो जानिबा भितरे आपन को जानिबा भितरे केते केही जने तो कुह मो जानिबा भितरे प्रभु 200-300 खंडे पादुका देइ देइछन्ति आपन जानिबा भितरे केते केते हजार हजार भाई कोन कहलेनी सेंसलेस सब लागे सुनिगिरी हजार हजार कहले हे सज्जन मंडली एकदा प्रभुंकर से श्री पादुका निर्माण करुथिबा विश्वविंधाणी जिए की सेई ऋषि जिए से कंद्रुकंत ऋषि जिए वर्तमान प्रभुंकर से श्री पादुका तैयारी करुचंती जे जुगांत कालीन भितरे आमर किए ना मधु भाई सेई भाई दिने पहुंचुचंती प्रभु को प्रतिदिन दर्शन करबा पाए पान दी खंड नहीं कि प्रभु को जेतले जाउचंती गेट सामने रे आज आसीचंती सिपुरा बाबुली भाई प्रभु को अति प्रिय संतान प्रिय छुआ आमर बाबुली भाई तेबे सज्जन मंडली जेतले मधु भाई जाउचंती दर्शन करबा पाई सेतले प्रभु कहिले कहले पादुकार कर्म गुड़िक टिके भलो भाबरे करिवो तो मधु भाई एमती प्रभु को कहले हाथ जोड़ी कहले प्रभु एते तो श्री पादुका जुआडे देखिबो सबुनी थाको थाको हेकी रहिछि केही गोटे नौ ना आउ आपण कहउछथि कम जाको भलोगिरी करो कम कले कोन हेबो केते तो कम वाला पादुका भक्ति हेकी रहिछि ठाकुरे कहले आउ ठीक अछि देखिबो आउ किए नेउछि पादुका देखिबो आउ तापर हे सज्जन मंडली तो ही पर दिन जेतेबेले पुणी मधुबाई सकाळ स्नान शौच करिकरी प्रभु को दर्शन करबा निमंते जाउचंती गला बेले गेट रो दुई सामना रे छाती डेंग रो उच्चर बस्ता भितरे कोन दीटा पैकेट अछि जिनिस देखिले कहले देखिकरी गेट सामना रे देखिकरी मधुबाई के टच कहले कोन एगुडा को देखि देले कहले पादुका सेटु ऊपर को गले कहले एते गुडे पादुका कोन तळे सब रखा है जे एतिकी डेंग रो कोन भितरे बाबुली भाई सब इत्यादि सेवक गण कहले कहले रखिचंती प्रभु कहिचंती एबे देइचंती कहिची कहले हे सज्जन मंडली परवर्ती दिन पुणी से भक्त शिरोमणि जेते बेले प्रभु को दर्शन पाई प्रातः समय रे जानती देखिले जे से बस्ताउ ना तापरे से संदेहात्मक मन नै कि जेते ऊपर को गला परे सिपुरा बाबुली भाई के जाके पचारिले कहले भाई एते जो डेंग रो श्री पादुका सब डेंगा रो रखा हैतिला पादुका गला कुआले बाबुली भाई कहले पादुका कोन अछंती कहले एथि पादुका गले कुआले कहले गतकाली परा 300 जन साधु कहले सिए आसिकिरी पहुंचिले अचानक कहले प्रभुंकर समस्त श्री पादुका धरिकिरी सेमाने चाली गले मधु भाई आश्चर्य हो गले कहले 300 श्री पादुका माने 300 गाड़ी लागी थिवो 300 गाड़ी लागिला माने महंगा बगार पूरा चल चंचल गर्जी उठिथिवो लोक माने निद भांगी जाइथिवो बाबुली भाई हसिले कहले सेमिति किछि हेइनी कहले तू जहा मिछुआटा करे मिछ कहू किसी गाड़ी नहीं मोटर नहीं 300 बाजी आइले कहू पादुका नहीं गले कहलु कहले केमिति ना हे सज्जन मंडली पूरा सीधा केते सूक्ष्म शरीरधारी अचानक प्रकट हो गले सेमाने सेठी संपूर्ण उलग्न काहारी देहरे वस्त्र नाही जटाजुट विमंडित ऋषिराज माने समाने हठात आविर्भाव होले समस्तंकर तेज आभा रेडिएशन रे आलोकित हो जाउची एरिया ठाकुरे निर्देश कले समस्त सेवक मानको समानको पट्टी पकेइकिरी खाइबा पई तांकु दियो हे सज्जन मंडली समस्त को खाइबा को देला परे
ସମସ୍ତଙ୍କୁ ଶୃଙ୍ଖଳିତ ଭାବରେ ବସ୍ତ୍ର ପ୍ରଦାନ କରି ଶ୍ରୀ ପାଦୁକାକୁ ପ୍ରଭୁ ସମର୍ପଣ କରିଦେଲେ ଏବଂ ସେମାନେ ମାତ୍ର 2 ପାଦ ଚାଲିଗଲା ପରେ ତଳୁ ଭୂମିରୁ ପୁଣି ପାଦ ଉପରକୁ ଧୀରେ ଧୀରେ ଶୂନ୍ୟକୁ ଉଠି ଚାଲି କିଛି ସମୟ ପରେ ମହାଶୂନ୍ୟରେ ସେମାନେ ଲୀନ ହେଇଗଲେ। ହରି ହରି ବୋଲ। ଇଏ କୌଣସି ଗପ ନୁହେଁ କି କୌଣସି କାହାଣୀ ନୁହେଁ। ଏ ସଜ୍ଜନ ମଣ୍ଡଳୀ, ତେବେ ଇଏ ହେଉଛି ସେଇ ପାଦ ଯେଉଁ ପାଦ ପାପୀକୁ ଦୟା କରିଦେଇପାରେ। ଏଇ ମାଲିକଙ୍କର ସେଇ ପାଦ ଯେଉଁ ପାଦ ପାପକୁ ଦହନ କରିଦେଇପାରେ। ତେଣୁ ହେ ସଜ୍ଜନ ମଣ୍ଡଳୀ, କୋଟି କୋଟି ମୁନି ଋଷି, କୋଟି କୋଟି ଦେବାଦେବୀ, କୋଟି କୋଟି ଶରୀରଧାରୀ, କୋଟି କୋଟି ଅଶରୀରୀ, ନାଗ ଯକ୍ଷ କିନ୍ନର, କେତେ ପାଦୁକା କେତେ ମଣ୍ଡଳ ପର୍ଯ୍ୟନ୍ତ ପ୍ରଭୁଙ୍କର ଶ୍ରୀପାଦୁକା ସମସ୍ତେ ପ୍ରାପ୍ତ କରିଛନ୍ତି। ଆପଣ ତାର ହିସାବ ଦେଇପାରିବେ। ହରି ହରି ବୋଲ। ସେଇଥିପାଇଁ ତ ମାଲିକ ମୋର କହିଲେ, ନିଜେ ଗୁରୁ ବୋଲି ଆସି ପରିଚୟ ଦେଲି, ଅଶେଷ କୋଟି ପାଦୁକା, ଅଶେଷ କୋଟି ପାଦୁକା ବ୍ରହ୍ମାଣ୍ଡେ ସ୍ଥାପିଲି। ଏବେ କୁହ କେତେ ପାଦୁକା ପ୍ରଭୁ ଦେଇଛନ୍ତି? କୁହ ଆଉ କହିବ ଗୋଟେ ନିର୍ଦ୍ଦିଷ୍ଟ ସଂଖ୍ୟା କହିପାରିବ? ଆଉ ଏ ସଜ୍ଜନ ମଣ୍ଡଳୀ, ଇଏ ହଉଛି ସେଇ ମାଲିକ ଯିଏ ଆଜି ମୌନ ମୁହାଁ ନୀରବରେ ବସି ଦେଇଛି, ଏଠି ସୃଷ୍ଟି ଚଳଉଛି। କେହି ଜାଣିପାରିଲେ ନାହିଁ। ଓଡ଼ିଶା ଭିତ୍ତିରେ ଜାଣିବା ପାଇଁ ଭାଇ ଭଉଣୀ ମାନଙ୍କୁ କେତେ ସମୟ ଲଗେଇଦେଲା। ଯାହାଙ୍କର ଇଚ୍ଛାର ଅବ୍ୟବହିତ ପୂର୍ବରୁ ସଂକଳ୍ପ ମାତ୍ରେ ଏ ସମଗ୍ର ସୃଷ୍ଟି ନିମିଷକ ମଧ୍ୟରେ ବିଲୀନ ହୋଇ ପୁଣି କୋଟି କୋଟି ବ୍ରହ୍ମାଣ୍ଡ ସୃଷ୍ଟି ହେଇପାରିବ। ମୌନ ମୁହାଁ ଆଜି ଆସି ଏଇ ମହାକାଳ କିଛି କିଲୋମିଟର ଆପଣଙ୍କର ଏଇଠି ହେଲେ ସମସ୍ତେ ଜାଣିପାରିଲେ ତାକୁ। ହରି ହରି ବୋଲ। ଯାହାଙ୍କର ଇଚ୍ଛାର ଅବ୍ୟବହିତ ପୂର୍ବରୁ ସଂକଳ୍ପ ମାତ୍ରେ ସୃଷ୍ଟିରେ ସବୁ କିଛି ଘଟି ଯାଇପାରେ। ସେ ହଉଛି ପ୍ରଭୁପାଦ ଶ୍ରୀ 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 ଗୁରୁ ସ୍ୱାମୀ। ଜଣେଇ ଦେଲା ନାହିଁ କାହାକି। ସ୍ଥୂଳ ଦେହରେ ଆସି ବ୍ରହ୍ମା ଶଙ୍କରକୁ ଦୁର୍ଲଭ ଲୁଚିକିରି ଲୀଳା କରିକିରି ଭକ୍ତ ଶିଷ୍ୟ ଆଶ୍ରିତ ଅନୁଗତ କୋଟି କୋଟି ଲୀଳା କରିଦେଇକିରି ପଳେଇ ଗଲେ ପ୍ରଭୁ। ଏ ସଜ୍ଜନ ମଣ୍ଡଳୀ, ଧନ୍ୟ ସେଇ ଗୁରୁ ଭାଇ ଭଉଣୀ ମାନେ, ଧନ୍ୟ ସେଇ ଭକ୍ତ ଯିଏ କି ପ୍ରଭୁଙ୍କର ସ୍ଥୂଳ ପାଦକୁ ଟିକେ ସ୍ପର୍ଶ କରିଦେଇଛି, ଯିଏ ପ୍ରଭୁଙ୍କୁ ସ୍ଥୂଳରେ ଟିକିଏ ଦେଖି ଦେଇଛି, ଯିଏ ପ୍ରଭୁଙ୍କୁ ସ୍ଥୂଳରେ ଟିକିଏ ଛୁଇଁ ଦେଇଛି, ଯିଏ ସ୍ଥୂଳରେ ପ୍ରଭୁଙ୍କୁ ଟିକିଏ ପିଠା ଦହି କ୍ଷୀର ମହୁ ଟିକିଏ ଖୋଇ ଦେଇଛି, ଯିଏ ସ୍ଥୂଳରେ ପ୍ରଭୁଙ୍କର ଏଇ ପାପ କର୍ଣ୍ଣରେ ପାପ ନେତ୍ରରେ ଯିଏ ପ୍ରଭୁଙ୍କର ଟିକିଏ ବଚନକୁ ଶୁଣି ଦେଇଛି। ହେ ସଜ୍ଜନ ମଣ୍ଡଳୀ, ତେଣୁ ପ୍ରଭୁ ମୋର ଲୀଳା କରିଦେଇକିରି ଆଜି ପଳେଇ ଗଲେ। ତଥାପି ସେ ଅଭୟ ପ୍ରତିଶ୍ରୁତି ଦେଇକରି ଗଲେ ଭକ୍ତମାନଙ୍କୁ। ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଉଦ୍ଧବକୁ ପ୍ରଦାନ କଲେ ଶ୍ରୀ ପାଦୁକା, କହିଲେ ଦଣ୍ଡେ ନରହର ମର ସଙ୍ଗେ ଅରଣ୍যେ ପଶ ଯାଇବେଗେ। କଳିତାର ଖାଟ କାଟ ଧରିକି ଆସୁଛି। ହେ ଉଦ୍ଧବ, ତୁମେ ଏଠି ରହନା, ତୁମେ ଭଦ୍ରିକ ଧାମ ଚାଲିଯାଅ, ତୁମେ କଳି ଏଠି ତାର ରାଜତ୍ୱ କରିବା ପାଇଁ ଧାଇଁ ଆସୁଛି। ହେ ସଜ୍ଜନ ମଣ୍ଡଳୀ, ଭକ୍ତ ଶିରୋମଣି ଉଦ୍ଧବ ବ୍ରହ୍ମଜ୍ଞାନୀ, ବ୍ରହ୍ମଜ୍ଞାନୀର ଉଦ୍ଧବକୁ ବ୍ରହ୍ମଜ୍ଞାନରେ ପରିଣତ କରିଦେଲେ କିଏ? ବ୍ରଜବାସୀ। ବ୍ରଜବାସୀ ସେ କାଳର ଯେଉଁ ବ୍ରଜବାସୀ ମାନଙ୍କର ମହିମା ଏତେ ଥିଲା, ଆଜି 5000 କି କେତେ ହଜାର ବର୍ଷ ପରେ ମଧ୍ୟ ସେଇ ବ୍ରଜ ଦାଣ୍ଡକୁ ଯିବା ପାଇଁ ଗୋପ ବୃନ୍ଦାବନ ଆଜି ଲୋକ ଲକ୍ଷ ଲକ୍ଷ ସାରିକିରି ଆଣ୍ଠୁ ଗଣ୍ଠି ବାତ ଧରିକି ଯାଇକି ଆଜି ବୃନ୍ଦାବନକୁ ଯାଇକିରି ଧୂଳି ଟିକିଏ ମାଖିଆ ଆଣିବା ପାଇଁ ଆଜି ଲକ୍ଷ ଲକ୍ଷ ଲୋକ ଯାଉଛନ୍ତି ପ୍ରତିଦିନ। କେତେ ଥିଲା ବ୍ରଜବାସୀ ମାନଙ୍କର ମହିମା, ଚିନ୍ତା କରନ୍ତୁ। ହେ ସଜ୍ଜନ ମଣ୍ଡଳୀ, ତେବେ ସେଇ କଣ ହେଇଥିଲା ନା, ଉଦ୍ଧବକୁ ଯେତେବେଳେ ଭଗବାନ କହିଲେ, ଉଦ୍ଧବ ଟିକେ କାନ୍ଦିଲେ, କହିଲେ ହେ ପ୍ରଭୁ, ଆପଣ ଯଦି ନିରାକାରରୁ ନିରାକାର ହେଇଯିବେ, ଶୂନ୍ୟରୁ ପୁଣି ପୂର୍ଣ୍ଣରୁ ଶୂନ୍ୟ ହେଇଯିବେ, ମୁଁ ଆପଣଙ୍କୁ ଛାଡ଼ିକି ରହିପାରିବି ନାହିଁ।
तेबे भक्त शिरोमणि उद्धव को पदिए कथा कहिथिले भगवान श्री कृष्ण सेतेबेले कहले चिंता करो नहीं भक्त शिरोमणि कहले तीरोधायम प्रविष्टयम श्रीमद् भागवतान्नम परिवर्तित तुम्हारो हरि बोल तेबे हे सज्जन मंडली कहले तीरोधायम प्रविष्टयम श्रीमद् भागवतान्नम कहले मु जेतेबेले तीरोधान हेजी मु जेतेबेले एठू शून्य रु माने पूर्ण रु शून्य हेजिबी उद्धव तुमे चिंता करो ना मु भागवत रे सन्निवेष्टित हेई बोल आनंदे कबार हरि ସେଥିପାଇଁ ତ हे सज्जन मंडली शास्त्र रे कथा उल्लेख अछि पादौ तु प्रथम स्कंद द्वितीय दारुणा स्मृत तृतीय सप्तमी ज्ञेय चतुर्थ गति उच्यते आ पंचम षष्ठ सप्तम मोर आ मने नहीं मु कहि भी पारिबी केते घुसी की मन रखबी एडी टिके मुंड घोसी घोसी की मु मने रखे आइला सबुठु दुर्बलिया स्मरण शक्ति होउची मोर तेनु हे सज्जन मंडली तेनु प्रथम स्कंद किए द्वितीय स्कंद किए प्रभु बतई देइछन्ति कहले हे उद्धव मो समग्र भागवत रे सन्निवेष्टित हेइछि विलीन हेइछि तेनु चिंता करंतु सेइति पई प्रभुपाद मोर जेतेबेले कोन कहिले जेतेबेले प्रभु स्थूल रु सूक्ष्म हेले सेतेबेले जन जगत को तांकर भक्त शिष्य आश्रित अनुगत मानक सेई गोटिए कथा जने देइति गले कहिले कहले स्थूल ठारू सूक्ष्म शपति पुणी कोटिए गुण कहले जेतेबेले मु स्थूल रे अछि मु जेतेबेले सूक्ष्म हेइजिबी सेतेबेले कोटि गुण रे मु हेइजिबी कोन हेबे ना जेतेबेले मने रखिथांतु भाई और भौणी माने ज्ञानी गुणी पंडित मंडली जेतेबेले भगवान शून्य रु पूर्ण हेइति आसंती जेतेबेले श्री कोन होंती ना आपणकर शरीर धारण नहीं आसंती अरूप स्वरूप ही आसंती सेतेबेले जोटी से स्थूल रूप धारण करिथांती ना समस्त पावर टाकू से सेंट्रलाइज करिक रखिथांती गोटे जगह समस्तंकर फोकस रहे हे सज्जन मंडली सेइति पई एबे तुमे आजि दर्शन करिकिरी आसीथिबा ठाकुर को कटक बाहांगा रे काली सकाळु पुणी के कहिदेला भाई चलो दर्शन करी कहले पुणी मुहटा धोई देकिरी जाउथल बाहांगा रे पछे गाधौथल हो कि नहीं एबे शक्ति करूचो जाउचो ना प्रभुଙ୍କର ସ୍ଥୂଳ ରୂପର ଆକର୍ଷଣ ଏତେ ସୁନ୍ଦର ଏତେ ମାଧୁର୍ଯ୍ୟ ଏତେ ଆକର୍ଷଣୀୟ ଯେ ସେ ରୂପ ସମସ୍ତଙ୍କୁ ବାରମ୍ବାର ଆକର୍ଷିତ କରିକି ଡାକେ ଭକ୍ତ ଆସ ବୋଲି से नित्य लवण ठाई मन छुरुची से नित्य लवण ठाई मन छुरुची आखि पलके झालमा धरि पडुची आखि पलके झालमा धरि पडुची से नित्य लवण बोलिए श्री 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 चरमनाथ गुरु स्वामी की तेबे सज्जन मंडली तेबे एइची करो ना सेति पई स्थूल रूप रे जेतले प्रभु थिला में बारंबार दर्शन करि जाउथि आदि से सूक्ष्माति सूक्ष्म भावर अत्र तत्र सर्वत्र आदि परिव्याप्त छी कोटि कबल्यदाता कोटि गुण रे शक्तिशाली हे उठिचंती काहे की ना से आपणकर अणुरु अड़िया महत महिया आज प्रभु सर्वत्र परिव्याप्त जीव तेणुकि आज देखंतु प्रभु जेतेले स्थूल रे थिले जेतिकी भक्त शिष्य आश्रित अनुगत नाहंती आज जेतेले प्रभु शून्य रे अछंती आज जेतेबेले सूक्ष्म रे अछंती आज देखंतु तांकर भक्त संख्या केते कोटि गुण रे बढ़ी चली छथि हरि हरि बोल प्रभुंकर महिमा तांकर कार्य तांकर प्रभुंकर विभिन्न जिनिस आज चतुर्दिगरे परिव्याप्त आज हेई चली मारी चली शहे शहे हे सज्जन मंडली सेइति पई तो पाद पादुका
ଆଜି ଶସ୍ତା ହେଇଯାଇଛି। ମୌକା ଦେଇଛନ୍ତି ଏବେ, ଯାହା ପାରୁଛ ଶାଖାକୁ ଯାଇକିରି ଧୋଇ ଦିଅ, ଯାହା ପାରୁଛ ଶାଖାକୁ ଯାଇକିରି ଟିକେ ଗେଲ କରିଦିଅ, ଟିକେ ତାଙ୍କୁ ସୂକ୍ଷ୍ମ ସୂତ୍ରୀୟ ଭାବରେ ଖୋଇ ଦିଅ, ତାଙ୍କୁ ପ୍ରତିଦିନ ନିତ୍ୟ ନୈମିତ୍ତିକ ଦର୍ଶନ କରିକିରି ଆସ। କାରଣ ଏବେ ସେ କଠଉରୁ କାଠ ହେଇଯାଇଛନ୍ତି। ମନେ ରଖ ଭାଇ ଓ ଭଉଣୀ ମାନେ, ଏବେ କଠଉରୁ କାଠ ହେଇଯାଇଛନ୍ତି ସିଏ। ଯେତେବେଳେ ସେ ପୁଣି କାଠରୁ କଠଉ ହେଇଯିବେ ନା, ଆଉ ପାରିବ ନାହିଁ ଦର୍ଶନ କରି ସେ ଭଳିଆ। ହରି ବୋଲ। ପ୍ରଭୁ ଯେତେବେଳେ ସ୍ଥୂଳରେ ଥିଲେ ମାହାଙ୍ଗାରେ ଗୋଟିଏ ଗେଟ୍ ନାହିଁ, ଯେତେବେଳେ ଗଲେ ମେଲା ଢିଲା ଖୋଲା। ଆଚ୍ଛା ମତେ ଭାଇ ଓ ଭଉଣୀ ମାନେ ଗୋଟିଏ କଥା ବୁଝେଇ ଦେଲେ, ଯେତେବେଳେ ପ୍ରଭୁଙ୍କର ସ୍ଥୂଳ ଦେହଟା ଥିଲା ସେତେବେଳେ ପ୍ରଭୁଙ୍କୁ ଦର୍ଶନ କରିବାରେ ରେଷ୍ଟ୍ରିକେସନ ବା ବାରଣ ଥିଲେ ଭଲ ନା, ସେ ଯେତେବେଳେ ଶ୍ରୀପାଦୁକା ହେଇକି ସୂକ୍ଷ୍ମ ହେଇଗଲେ ତାକୁ ତୁମେ ବାରଣ କରିବାଟା ଭଲ? କୋଉ ବେଳେ ଭଲ? ସ୍ଥୂଳ ବେଳେ ତାକୁ ଦର୍ଶନ ଟିକେ ମନା ବି ହେଇଯିବ, କାରଣ ସେ ଗାଧଉଥିବେ, ବସ୍ତ୍ର ପିନ୍ଧୁଥିବେ, ନୀତି କରୁଥିବେ, କାନ୍ତି କରୁଥିବେ, ସେତେବେଳେ ଦର୍ଶନ ମନା ବି ହେଇଯାଇପାରେ। ଆଉ ସୂକ୍ଷ୍ମ ତ ତମେ ଶ୍ରୀପାଦୁକା ପଡିଛନ୍ତି, ତୁମେ ଯିଏ ଯାଅ ନା ଭାଇ, 1.5 ଲକ୍ଷ ଦର୍ଶନ କରୁଥ, ଖାଲି ଠାଉ ଠାଉ ଦର୍ଶନ କର। ହରି ବୋଲ। ପ୍ରଭୁ ସ୍କୁଲରେ ଥିଲାବେଳେ କେତେଟା ଗେଟ୍ ଥିଲା ଭାଇ ଓ ଭଉଣୀ ମାନେ? କେତେଟା ଗେଟ୍? ଗୋଟିଏ। ଭାଇ କହିଲେ ଗୋଟିଏ। ଏବେ 5ଟା ଗେଟ୍ ହେଲାଣି। এই গেট କିଛି ବାର୍ତ୍ତା ଦେଉଛି କି ସୂକ୍ଷ୍ମରେ? କିଛି କେବେ ଆପଣ ଅଧା ରାତିରେ କେବେ ଚିନ୍ତା କରିଛନ୍ତି କି ସେ ପାଞ୍ଚଟି ଗେଟ୍ କଣ ଭାଷା ମାଧ୍ୟମରେ, ବିନା ଭାଷାରେ, ବିନା ଶବ୍ଦରେ କିଛି ସଂକେତ ପ୍ରଦାନ କରୁଛନ୍ତି କି? ବୁଝିବା ଲୋକ ବୁଝିଯିବ ଆଜ୍ଞା। ମାଲିକକୁ ଆପଣ ଯେତିକି ଏବେ ପାଉଛନ୍ତି, ଆଗକୁ ଆଉ ମାଲିକକୁ ପାଇବା ସହଜ ହେବ ନାହିଁ। ଥରେ ଆମର ସୁବାସ ଭାଇ, ପ୍ରଭୁଙ୍କର ଅତି ପ୍ରିୟ ସୁବାସ ଭାଇ, ଜଳଖିଆ ଦୋକାନ ଯାଇକି ପ୍ରଭୁଙ୍କୁ ପଚାରିଲେ, କହିଲେ ଠାକୁରେ ମୋର ଆଜି ଗୋଟେ ପ୍ରଶ୍ନ ପଚାରିବାକୁ ଆପଣଙ୍କୁ ଇଚ୍ଛା ହେବ। ଠାକୁର କହିଲେ ପଚାରିଲେ। କହିଲେ ପ୍ରଭୁ ତୁମେ କହୁଛ ସୃଷ୍ଟିର ସ୍ରଷ୍ଟା, ତମେ ଖାଲି ଏ ମାହାଙ୍ଗା କଟକ ମାହାଙ୍ଗାର ସ୍ରଷ୍ଟା ଠାକୁର, ଓଡ଼ିଶାର ଠାକୁର, ତମେ ଆଉ କୋଉଠୁ ଓଡ଼ିଶା ବାହାରକୁ ଠାକୁର ନୁହଁ, ଭାରତର ନୁହଁ, ଦେଶ ବିଦେଶର ନୁହଁ, ତମ ଟିକେ କଣ କୌଣସି ବିଦେଶୀ କେହି ଆସିବେନି, ତାଙ୍କ ଠାକୁର କଣ ତମେ ନୁହଁ? ଠାକୁର କହିଲେ ହଇରେ ବିଦେଶୀ କି ଦେଖିବାକୁ ଚାହୁଁଛୁ? କହିଲେ ହଁ, ବିଦେଶୀ ମାନେ କଣ ପାଇଁ ଆଇବେନି, ତମେ ଖାଲି ଆମ ଭଳିଆ କିଛି ଲୋକର ଠାକୁର। କହିଲେ ବିଦେଶୀ ଯଦି ଆସିକିରି ମୋ ପାଖରେ ବସିବେ, ତୁ ଯେଭଳି ଭାବରେ ମୋ ପାଖରେ ବସିଛୁ ଆଉ ବସିବୁ ତ? ତୋ ଜାଗାଟା ଏଇଠି ଥିବ ତ? ଏଠି ଯୋଉ ଆସିକିରି ଠାକୁର ପାନ ଖଣ୍ଡେ ବୋଲିବେ ଠିକ କର, ଭାଇ ବୋଲିକିରି କି କାକା ବୋଲିକିରି ପୁତୁରା ବୋଲିକିରି ଧରେଇ ଦଉଛୁ, ଏଇଠି ବସିବୁ ତ? ବୁଝିପାରିଲ ନା ନାଇଁ? ମତେ ଖାଲି ହଁ କି ନାହିଁ ରେ କୁହ, ବୁଝିହେଲା ତ? ତେବେ ସଜ୍ଜନ ମଣ୍ଡଳୀ ମନ ଦେଇ କଥାଟା ଶୁଣୁଥାଅ। ଶ୍ରୀଧର ଭାଇ, କିଶୋରୀ ସୁବାସ ଭାଇ କି ଠାକୁର କହିଲେ ଯଦି ବିଦେଶୀ ମାନେ ଆସିବେ, ତୁ ମୋ ପାଖରେ ଯେତିକି ବସିଛୁ ତୋ ଜାଗା ଏଇଠି ରହିବ ତ? ହେ ସଜ୍ଜନ ମଣ୍ଡଳୀ ମନେ ରଖିଥାଅ, ଆଜି କାନ ଖୋଲିକିରି, ଆଉ ବେଶୀ ଦୂର ନୁହେଁ। ଠାକୁର ମୋର କହିଛନ୍ତି, ଲକ୍ଷ ଲକ୍ଷ କୋଟି କୋଟି ଭକ୍ତ ମାହାଙ୍ଗା ବା ବଗାର ଦାଣ୍ଡକୁ ଆସି ତାର ଧୂଳିକୁ ମଥାରେ ମାଖି ବୋତଲରେ ଭର୍ତ୍ତି କରିକିରି ନେବେ। ମନେ ରଖିଥାଏ କଥା। ହରି ହରି ବୋଲ। ସେତେବେଳେ ଭାବିଛ ଯୋଉ ଗେଟ୍ ପଡିଛି 5ଟା, ଆହୁରି 5ଟା ପଡି ସାରିଥିବ। ଆପଣ ଯାଇକିରି ସେତେବେଳେ ଦାବିକିରି କହିପାରିବେନି, ତୁମେ ଏଠି କିଏ, କୋଉଠୁ ଉଡି ଆସିକି ଛିଟି ପଡିଛ, ଛାଡ ଆମେ ଯିବୁ, ଆମ ଠାକୁର। ମୁଁ ଏଠି 25 ବର୍ଷ ହେଲାଣି ଠାକୁରଙ୍କ ଠାରେ କାମ କରୁଛି,
କିଛି କାମ ଦେବ ନାହିଁ। ପ୍ରଭୁ ମୋର କହିଛନ୍ତି ମୋର ଗୁପ୍ତରେ ତାଲିମ ନେଉଛନ୍ତି ମୋର ଭକ୍ତ ଶିଷ୍ୟ ଆଶ୍ରିତ ମାନେ। ସେମାନେ ସବୁ କିଛି ଦିନ ମଧ୍ୟରେ ଆଶ୍ରମକୁ ଆସି ସେମାନେ ଜଗିଦେବେ। ସେମାନେ ଜଗିଲେ ଆପଣ ତାଙ୍କ ସହିତ ମାଡ଼ ଲାଗିକିରି ଯିବେ, ଖଣ୍ଡା ଯୁଦ୍ଧ କରିକି ବାଜା ବଜେଇକିରି ତାକୁ ଡରେଇକିରି ସେଠିକି ଯିବା ପାଇଁ ହେଲେ ତାଙ୍କର ଯୋଉ ଶରୀରର ତେଜ ପରିପ୍ରକାଶ ହେବ ନା, ତାଙ୍କ ତେଜରେ ଆପଣ ଛିଟିକି ପଡିକିରି ମୁଠେ ବାଲି ଖାଇକିରି ପଡିଥିବେ ଅଚେତ ହେଇ। ହରି ହରି ବୋଲ କଥା କହିବେ ତାକୁ, ଯିବେ ଆଶ୍ରମକୁ ଦର୍ଶନ କରି। ସେତେବେଳେ ସୃଷ୍ଟିର ଚତୁଃପାର୍ଶ୍ୱ ଏଭଳି ଭୟଙ୍କର ପରିସ୍ଥିତି ଦପ ଦପ ଧପ ଧପ ଚାଲୁଥିବ। ଆପଣ ମାନେ ସମସ୍ତେ ଡରି ମରିକିରି ଦୌଡ଼ି ଦୌଡ଼ି ଚାଲି ଚାଲିକିରି ଏଠୁ ବାହାରିଲା ଯିବେ। ହରି ହରି ବୋଲ ଏବେ ଯିଏ କହିଲେ ବି ଯାଉନାହିଁ, ସମସ୍ତେ ଦୌଡ଼ିକିରି ଯିବେ। ମନେ ରଖିଥାନ୍ତୁ, ଏ 484 ପ୍ରଗଣାର 22 ମୌଜାର ସମସ୍ତ ଭାଇ ଭଉଣୀ ମାନଙ୍କୁ ମୁଁ କହିଦେଉଛି, ଆଇଦର ଗୁରୁ ଭାଇ ହୁଅ ଅର ନନ ଗୁରୁ ଭାଇ। ଲେଖିକିରି ରଖିଥାଏ କଥା ଯଦି ନ ହେବ। ଏ ସଜ୍ଜନ ମଣ୍ଡଳୀ, ଏ କଥା ହେବାକୁ ଯିବ ବହୁତ ଶୀଘ୍ର, ବେଶୀ ବେଳ ନୁହେଁ। କାହିଁକି ମହାପୁରୁଷ ଅଚ୍ୟୁତାନନ୍ଦ ବି ପଦିଏ ଠାର ମାରିଦେଲେ। କଣ ମାରିଲେ ଅଜି ଭାଇ? କହିଲେ ବେଶୀ ବେଳ ଆଉ ନହର ବଉଳ ନିକଟେ ହୋଇବ ଦେଖା, ବଉଳ ନିକଟେ ହୋଇବ ଦେଖା। ସଖାମାନେ କହି ଯାଇଛନ୍ତି ପୁରାଣରେ ଅଛି ଲେଖା। ଜୟ ଗୁରୁ ସ୍ୱାମୀ ଜୟ ଅନ୍ତର୍ଯାମୀ, ଜୟ ଗୁରୁ ସ୍ୱାମୀ ଜୟ ଅନ୍ତର୍ଯାମୀ, ଜୟ ଗୁରୁ ସ୍ୱାମୀ ଜୟ ଅନ୍ତର୍ଯାମୀ, ଜୟ ଗୁରୁ ସ୍ୱାମୀ ଜୟ ଅନ୍ତର୍ଯାମୀ। ଶ୍ରୀ 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 ଜଗନ୍ନାଥ ଗୁରୁ ସ୍ୱାମୀ କି। ତେବେ ସଜ୍ଜନ ମଣ୍ଡଳୀ କହିଲେ ବେଶୀ ବେଳ ଆଉ ନୁହେଁ ଲୋ ବଉଳ ନିକଟେ ହୋଇବ ଦେଖା। ଗ୍ୟାସ ଆଣିବୁ, ଆହୁରି ପିଠା ପଣା କରିକିରି ଖାଇବୁ, 24 ପ୍ରକାର ଆଇଟମ। କେତେ ଦିନରେ ଭାଇ ତମ ଆଡେ ଗ୍ୟାସ ମିଳୁଛି? କେତେ କର ଆଇଟମ 36 ପ୍ରକାରିଆ ଡେଲି କର। କେତେ କରିବ? କିଛି ଚେତନା ଆସୁନି ମନକୁ? କିଛି ଆସୁଛି, ଚେତନା ନିଶ୍ଚିନ୍ତ ଆସୁଛି। ପେଟ୍ରୋଲ ଡିଜେଲ କେତେ କେତେ ଟାଙ୍କି ବନ୍ଦ ହେଇଗଲାଣି। ଗତକାଲି ଅଧମ ଝାରସୁଗୁଡା ଜିଲ୍ଲାର ଅନେକ ଜାଗା ବୁଲି ବୁଲିକିରି ଲାଷ୍ଟ ବେଳେ ଆମର ମଧୁଭାଇ ଯିଏ ଭିକ୍ଷାରେ, ପରମ ଭକ୍ତ ମଧୁଭାଇ ଯିଏ ପ୍ରତ୍ୟେକ ଯଜ୍ଞର ଭିକ୍ଷାରେ ଯାଇକିରି ଖାଲି ପାଦରେ ଚାଲି ଚାଲି ଘର ପରିବାର ଛୁଆ ପିଲା ସଂସାର ଚାକିରି ଛାଡି, ଆଜ୍ଞା ଏ ଅଧମ ତ ଗୋଟେ ହେଲା ଅଧ। ମୁଁ ବି ତାକୁ କହେ ଭାଇ ମୁଁ ହେଲି ଅଧ, ମୁଁ କମ ସେ କମ ପାଣିରେ ପହଁରିକିରି ଡୁବକି ମାରିକିରି ବଞ୍ଚିଯିବି କିଛି ନହେଲେ। ତୁ ବିରାଗିଟା କିଆ ମୋ ପଛରେ ଭାଇ ହେଇଛୁ? ସିଏ ମୋ ପଛରେ ଭାଇ ହେଇକିରି ଭିକ୍ଷା କରୁଛି ଭାଇ। ଧନ୍ୟ ସେ ସ୍ୱତନ୍ତ୍ର ଆତ୍ମା, ତା ପାଦ ତଳେ କୋଟି କୋଟି ପ୍ରଣାମ। ତେଣୁ ପଚାରନ୍ତୁ, କାଲି ଆମେ ଦିନ ବେଳେ ଆସିବା କଥା ଆପଣଙ୍କର ସପ୍ତଶ୍ରାବଣୀ ସମ୍ମାନୀୟ ସଭାପତି ସାର୍ ଆମକୁ କହିଥିଲେ ଆମକୁ ଯେ ଆସିବା ପାଇଁ ଦିନ ବେଳେ ଟିକେ ସେ ଝାରସୁଗୁଡ଼ା ଯଜ୍ଞର ଚର୍ଚ୍ଚା କରିବା ବୋଲି, କିନ୍ତୁ ଆସି ହେଲା ନାହିଁ। କାହିଁକି ନା ଆମେ ତେଲ ପାଇପାରିବୁ ନାହିଁ, ଟାଙ୍କିରେ ତେଲ ନାହିଁ। ଏ କଥା କିଛି ଅଲଗା ବାର୍ତ୍ତା ଦେଖାଉନାହିଁ। ସରିଯାଉ ଖାଲି କିଛି ଇଲେକ୍ସନ ଫିଲେକ୍ସନ କିଛି ରାଜ୍ୟର, ତାପରେ ଖେଳଟା ଦେଖିବ ତମେ। କେତେ ଶହେ ଶହେରେ କେମିତି ଖେଳ ହୁଏ ଦେଖିବ।